ମଝିରେ ନିର୍ବାଚନ କମିଶନର କଣ ନିର୍ବାଚନ ଆମେ ଆଗରୁ ତା ପୂର୍ବରୁ ଏହି ବିଶେଷ ଜ୍ଞାନ ନଥିଲା। ସେ ହୋଲସେଲ କରିଦେଲା ଗୋଟେ ଲୋକ ନା ତ କହିଲେ ମୁଁ 500 ଦେଇ ଆଣିବି ନା ତମେ 5000 ଦେଲେ ମୁଁ ଆଣିବି ତମେ ଯିଏ ହୁଅ। ଆରେ କାହିଁକି ଆଣିବନି ମୁଁ ଗୋଟେ ଏତେ ବଡ଼ ଅଧିକାରୀ କେତେ ପୋଲିସ ମୋ ସାଙ୍ଗରେ ଆସିଛନ୍ତି ମୁଁ କଥା ମାନିବିନି ନା ତମେ ସିନା ଫସାଟା ନେଇ ଚାଲିଯିବ ତା ମାଟାକୁ ଆସି କାନ୍ଦିବ ମୁଁ ସମାଳି ପାରିବି ତ ଦେଖିକିରି ତା ଛୁଆ ତା ଭିତରେ ଅଛନ୍ତି ତା ମା ବୁଲି ବୁଲିକିରି ଆଣିକି ତାକୁ ଦଉଛି ଖାଇବା ତା ଛୁଆ ତା ବସିଛନ୍ତି ତା ଘରଟାକୁ ଉଜାଡ଼ି ଦେଲି ତମେ 5000 ବେଳେ କାନ୍ଦିବ ମୁଁ ସହିପାରିବିନି ମୁଁ ଦେଖିପାରିବିନି। ସେ ସାନଙ୍କ ଚଷମା ଆଖିରୁ ଗଳି ପଡ଼ିଲା କହିଲି ଆରେ ବାପା ତତେ ଗୁରୁ କଲି ମାଝିରେ ମୁଁ ଏତେ ବଡ଼ ଅଫିସର ଆଇଏଏସ୍ ଅଫିସର ମୁଁ ଭାବିଲି ମୁଁ ବଡ଼ ବୋଲି କିନ୍ତୁ ତୋର ଯୋଉ ଗୋଟିଏ ପକ୍ଷୀ ପ୍ରତି ଯୋଉ ଦୟା ଅଛି ଯୋଉ ଭାବନା ଅଛି ସେଇଟା ମୋ ପାଖରେ ଆସିନି। ଆଖିରୁ ଲୁହ ପୋଛି ଗାଡ଼ି ଭିତରେ କବାଟ ବନ୍ଦ କରି ଚାଲିଲେ। ବହୁତ ଚିନ୍ତା କଲେ ସେ ଆର୍ଟିକଲ ଲେଖିଥିଲେ ଯେ ତାଠାରୁ ମଧ୍ୟ ଆମେ କୌଣସି ମୂଲ୍ୟରେ ଶ୍ରେଷ୍ଠ ନୁହଁ କାହିଁକି ସେ ଗୋପାଳ ପିଲା ହେଇପାରେ ସେ ଗାଈ ଚରେଇ ପାରେ କିନ୍ତୁ ତାର 5000 ଟଙ୍କାରେ ଲୋଭ ନାହିଁ। ଗୋଟିଏ ଘର ଗୋଟିଏ ମା ତା ଛୁଆର ଯୋଉ ମମତା ମାର ସ୍ନେହ ମା ଆଦର ମା ପ୍ରେମରେ ବିଭେଦ ନାହିଁ। ବିଶ୍ୱ ଯେ ସବୁ ମୂର୍ତ୍ତିମୟୀ ମା ସ୍ନେହର ପରଶ ପାଇ ମା ସ୍ନେହ କଣ ସେ ଅନୁଭବ କରିଛି ସମସ୍ତେ ବୁଝିଗଲେ। ତେଣୁ ଆଜି ଇନ୍ଦ୍ରଦ୍ୟୁମ୍ନ ମହାରାଜ କହିଲେ ଗୁରୁଦେବ ମତେ କୁହନ୍ତୁ ସେ ପ୍ରଭୁଙ୍କ ପ୍ରତି ମୋର ଭକ୍ତି ହବ କେମିତି କଣ କଲେ ଭକ୍ତି ହବ? ତ ଦେବର୍ଷି ନାରଦ କହିଛନ୍ତି ଦେଖ ତମେ ଯେଟା ଉପଯୁକ୍ତ ଭକ୍ତ ହେଇଥିବାରୁ ଭକ୍ତି ବିଷୟରେ ତୁମକୁ ଜାଣିବାକୁ ଇଚ୍ଛା ଅଛି। ଯଦି ଦେଖନ୍ତୁ ଆମେ କାଲି ତ ପାଖାପାଖି 200-400 ଲୋକ ଯାହା ଥିଲେ ଆଉ ପ୍ରବଣତ ବେଳେ ଟିକେ ଅଧିକା ହେଇଥିବେ କଥା ତ ସମସ୍ତେ ଶୁଣିଛନ୍ତି ସକାଳ ବେଳା ସତ୍ସଙ୍ଗ ବୋଲି ସମସ୍ତେ ଜାଣିଛନ୍ତି ତ ଆପଣ 50 ଆସିଲେ ଅନ୍ୟମାନେ କାହିଁ ଆସିଲେନି? ତାର କାରଣ ହେଉଛି ମନୁଷ୍ୟାଣ ସହସ୍ୟେଷୁ କ୍ୱଚିତ୍ ଅତିସିଦ୍ଧୟେ ଯତତାମପି ସିଦ୍ଧ୍ୟାନାଂ କଶ୍ଚିନ୍ମନ୍ ବ୍ୟତି ତତ୍ତ୍ୱତଃ। ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛନ୍ତି 1000 ଜଣଙ୍କ ଭିତରେ ପ୍ରପର୍ସନ ହେଉଛି ଜଣେ। ମନୁଷ୍ୟାଣ ସହସ୍ୟେଷୁ କ୍ୱଚିତ୍ ଅତିସିଦ୍ଧୟେ 1000 ଭିତରେ ଜଣେ ସିଦ୍ଧିବାନ ଲୋକ ଥାଏ ତାଙ୍କ ଭିତରେ ତତ୍ତ୍ୱ ଜାଣିବା ଲୋକ ଜଣେ ଥାଏ। ସେ ସଂଖ୍ୟା ଏତିକି ଅଧିକା ନୁହଁ। ବହୁତ ଲୋକ ଆସିବେ ଯାତ୍ରା ଦେଖିବାକୁ ଆସିବେ ଦୋକାନ କିଣିବାକୁ ଆସିବେ ବା ମହାପ୍ରଭୁଙ୍କ ବେଶ ଦେଖିବେ ତାପରେ ଆଉ କିଛି ଲୋକଙ୍କର ଥାଏ ଠିକ୍ 9ଟାରେ ସତ୍ସଙ୍ଗ ସରିବ ପ୍ରସାଦ ସେବନ ହବା ଆମେ ସେତେବେଳେ ଯିବା ଆଗରୁ ଯାଇଥାଏ ସମୟ ନଷ୍ଟ କରିବା ସେଟାକୁ ସ୍ୱାଗତ କାରଣ ଏତେ କଷ୍ଟରେ ଶ୍ରଦ୍ଧାରେ ଯେଉଁ ଭକ୍ତମାନେ ଏସବୁ ବ୍ୟବସ୍ଥା କରିଛନ୍ତି ସେତିକି ନହେଲେ ଯଦି ନଷ୍ଟ ହବ ଭଲ ଲାଗିବ କି? ସିଏ ବି ସାତ୍ବିକ ଭୋଜନ ପ୍ରତି ରୁଚି ରହିବ ଗୋଟେ ଭକ୍ତି ତାଙ୍କର କଥା ନ ଶୁଣନ୍ତୁ କାରଣ ସେ ଅଖାଦ୍ୟ ଖାଇଥାନ୍ତି ଭଗବାନଙ୍କ ପ୍ରସାଦ ପାଇଲେ ତ ଜୈସା ମନ ମନେ ଟିକେ ସଦ୍ବୁଦ୍ଧି ଆସିବ ନାଇଁ ଆଜି ମୁଁ ଶାନ୍ତିରେ ପ୍ରସାଦ ଖାଇଛି ସେଇଟା ଭଲ କଥା ମାନେ ଖରାପ କଥା ଅତ୍ୟନ୍ତ ଭଲ କଥା। ସେଥିପାଇଁ କୌଣସି ପଥ କିଏ ନ ପାଇନ କୃଷ୍ଣ ମନ ନିଜେ ଦେବେ ସେ ଯେତେବେଳେ ଆସିବେ ପ୍ରସାଦ ପାଇବେ କୋଉଠୁ ଭାବନା ନେଇ ଆସିବେ ଏଇ ଜଗନ୍ନାଥ ପାଞ୍ଚ ହାତ ରହୁଛି ଚାଲ ଯିବା ସେ ଜଗନ୍ନାଥ ନାଥ ପାଟିରେ ବସିବ ଏଥିରେ କିଛି ଅସୁବିଧା ନାହିଁ। ତେଣୁ ସେଇ କଥା ଭଗବାନ କହି ଆମେ ଇନ୍ଦ୍ରଦ୍ୟୁମ୍ନକୁ ଦେବର୍ଷି ନାରଦ କହିଲେ ଦେଖ ତମେ ଯଦି ଉପଯୁକ୍ତ ଭକ୍ତ ନ ହେଇଥାନ୍ତ ତମ ଭିତରେ ଏଇ ଭାବ ଏ ସଂସାରରେ କେତେ ରାଜା ଅଛନ୍ତି ତମେ ଗୋଟିଏ ରାଜା ତମର କାହିଁ ମନ ହଉଛି ମୁଁ ପ୍ରଭୁଙ୍କୁ ଦର୍ଶନ କରିବାକୁ ଯିବି ଅନ୍ୟମାନେ ଭୋଗ କରି ଅୟାସ କରି ରାଜୟଜ୍ଞ ପରିପାଟି ଭିତରେ ରହି ରାଜଭୋଗ ଖାଇ ମହାଐଶ୍ୱର୍ଯ୍ୟ ଚଳିଛି ତମର ଇଏ ଭାବନା କାହିଁକି ନା ମଣିଷ ଯାହାକୁ ବାଛେ ସେ ନେତା ହୁଏ ସେ ମନ୍ତ୍ରୀ ହୁଏ ସେ ରାଜା ହୁଏ ଭଗବାନ ଯାହାକୁ ବାଛନ୍ତି ସେ ଭଗବାନ ହେଇଯାଏ ସତ୍ସଙ୍ଗୀ ହେଇଯାଏ ଇଏ ଭଗବାନ ଯାହାକୁ ବାଛନ୍ତି ତାରି ମନଟି ଯିବ। ଆମର ତ ବହୁତ ଇନ୍ଦ୍ରଦ୍ୟୁମ୍ନ ଅପାତ୍ରେ ନାହିଁ ବାଚ୍ୟେୟଂ ନରନ୍ଧେ ମଳିନାନ୍ତରେ ଶୃଣୁଷ୍ୱ ବହିତୋ ରାଜଂ ପୃଚ୍ୟମାନଂ ମୟା ନଘ ସାମାନ୍ୟତ୍ଵ ବିଶେଷାଚ ବିଷ୍ଣୁ ଭକ୍ତିଂ ସନାତନୀ ଅତ୍ୟନ୍ତ ସୁଖ ସଂପ୍ରାପ୍ତ ବିଚ୍ଛେଦେ ଦୁଃଖ ସଂତତେ। ବୋଲ ବେଦ ବ୍ୟାସ ଭଗବାନ କି ଜୟ।